नमस्कार बंधुगण। आज आम पाठ करिबा ओडिया भागवत श्रीमद् भागवत र प्रथम स्कंध तृतीय अध्याय। ओम नमो भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वती व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरुर्गलितं फलं सुखमुखादमृतद्रवसंयुतं पिबतं भागवतं रसमालयं मुहुरहो रसिका भुवि भावुकाः। सुत उवाच सुतकहन्ति सुधाचिते हरसे मुनिकग्रते शुणसकलमुनिजने हरिचरितसावधाने। सृष्टिर काले से मुरारी महापुरुष रूपधरी। महत आदि अंगे मिशी विराट रूपे ब्रह्मराशि। कहि कलाब हई षडदश अनादि परम पुरुष। बुद्धि चेतना अहंकार मनन्तरिक्ष समीर। अनल जल वसुमती बुद्धीन्द्रिय जहा चिंती। जीव परम ए षोडश आदि सृष्टि उपदेश। से सृष्टि सर्ग इच्छा करी जले जोगनी द्राविस्तारी। तानाभि कमलु कमल प्रकाशी अच्छा दिला जल। ब्रह्मा हो इला तहु जात जे प्रजापति कर नाथ। तार शरीरु सृष्ट लोक विस्तार होइला अनेक। से शुद्ध सत्व विष्णु रूप जहा भी आन माया कल्प। ज्ञान चक्षुर द्वारे भरी जे रूप देखे ब्रह्मचारी। सहस्र पाद उरुभुज शिरवदन नासा तेज। सहस्र लोचन श्रवण वसन कुल रभूषण। मणिकंकण झटकंती दिशई अति रूपकांति। ए सृष्टि मध्ये मायाधर करई जेते अवतार। ताहांक मूल बीज एहि जगते ब्रह्मा से बोलाई। जाहार अंशा अंश बळे गगन पृथ्वी पाताले। मनुष्य देव मनुष्य पशु आदि निगम गोचर
ରେ ସମ୍ପାଦି ପ୍ରଥମେ କୁମାର ରୂପେ ସେ ସୃଷ୍ଟି ଉଦୟ ଉପଦେଶେ ଦୁସ୍ତର ବ୍ରହ୍ମଚର୍ଯ୍ୟ ବ୍ରତେ ତପସାଧିଲା ଦୃଢ଼ ଚିତ୍ତେ ଦ୍ୱିତୀୟ ସୃଷ୍ଟିର ଆଗମେ ସାଧିଲା ଯଜ୍ଞେଶ୍ୱର ନାମେ ପୂର୍ବ ପ୍ରଳୟ କାଳ ବେଳେ ମହିଯେ ଥିଲା ରସାତଳେ ତାର ଉଦ୍ଧାରେ ନରହରି ତକ୍ଷଣେ କୂଳ ରୂପ ଧରି ଉଧରି ଜଳେ ବସାଇଲା ବରାହ କଳ୍ପ ବୋଲାଇଲା ତୃତୀୟ ଋଷି ସ୍ୱର୍ଗେ ହରି ନାରଦ ମୁନି ରୂପ ଧରି କୃଷ୍ଣ ଭକତ ଜନ ହିତ ନିଷ୍କାମ ଶାସ୍ତ୍ର କଲେ ଉକ୍ତ ଚତୁର୍ଥ ଜନ୍ମ ଧର୍ମ କଳା ଦେବ ଉଦ୍ଦେଶ୍ୟେ କର୍ମ କଲା ସେ ରୂପ ନର ନାରାୟଣ ସୃଜିଲେ ଧର୍ମ ଆଚରଣ ତପସା ଧିଲେ ଦୃଢ଼ ଚିତେ ସୃଷ୍ଟି କଳ୍ପନା ଅଭିମତେ ପଞ୍ଚମେ ସିଦ୍ଧ ଅବତାରେ ଜନ୍ମିଲେ କର୍ଦ୍ଦମର ଘରେ ନାମେ ସେ କପିଳ ବୋଲାଇ ପିତା ମାତାଙ୍କୁ ଜ୍ଞାନ ଦଇ ଷଷ୍ଠେ ସେ ଅତ୍ରି ପୁତ୍ର ହୋଇ ଅନସୂୟାଙ୍କ ମାତା ପାଇ ପ୍ରହଲ୍ଲାଦ ଆଦି ଦୈତ୍ୟଗଣେ ଜ୍ଞାନ କହିଲେ ଜଣେ ଜଣେ ସପ୍ତମ ସର୍ଗେ ନରହରି ଆକୁତି ଗର୍ଭେ ଅବତରି ଅନେକ ଜ୍ଞାନ ଶାସ୍ତ୍ର କଲେ ସ୍ୱୟଂଭୂ ମନ୍ୱନ୍ତ୍ର ପାଳିଲେ ଅଷ୍ଟମେ ନାଭି ଗୃହେ ଜାତ ଋଷଭ ମେରୁ ଦେବୀ ସୁତ ଅତି କଠୋର ତପ କଲେ ଜ୍ଞାନୀଙ୍କି ପଥ ଦେଖାଇଲେ ନବମେ ପୃଥ୍ୱୀ ରୂପ ଧରି ବଳେ ଦୁହିଁଲେ ବସୁନ୍ଧରି କ୍ଷୀରେ ଧରଣୀ କଲେ ସମ ନାମ ବହିଲେ ଉଷତମ ଦଶମେ ମତ୍ସ୍ୟ ରୂପ ହୋଇ ନାବ ପ୍ରଳୟ ଜଳେ ବାହି ପ୍ରଳୟ ଜଳେ ବିହରିଲେ ରବିର ବଂଶକୁ ରଖିଲେ ଏକାଦଶରେ ଚକ୍ରଧର ଯେ ରୂପେ ଜନ ଉପକାର ଇନ୍ଦ୍ରର ଅର୍ଥେ ଦେବାସୁରେ କ୍ଷୀର ସମୁଦ୍ର ମନ୍ଥିବାରେ କପଟେ କୁର୍ମ ରୂପ ହୋଇ ମନ୍ଦର ଗିରି ପୃଷ୍ଠେ ବହି ଦ୍ୱାଦଶ ସର୍ଗେ ବିଶ୍ୱକଳ୍ପେ ଜନ୍ମିଲେ ଧନ୍ୱନ୍ତରି ରୂପେ ଅମୃତ କ୍ଷୀରାର୍ଣ୍ଣବୁ ଆଣି ଦେବଙ୍କୁ ପିଆଇଲେ ପୁଣି ମୋହିନୀ
रूपे त्रयोदशे शङ्कर मोहे कामवशे चतुर्दशे सिंहवपु विदारे हिरण्यकशिपु वामन रूपे पञ्चदशे बलिकी छळिले विश्वासे षोडश अवतारे हरि परशुराम रूप धरि पितावधरे अहङ्कारे धरणी एक विंशवारे भ्रमिले महाकोपानळे राजाଙ୍କୁ ଧରି ବାହୁବଳେ ଦୁଷ୍ଟ କ୍ଷତ୍ରିୟ କାଟି ମୁଣ୍ଡ ରୁଧିରେ ପୋଖରୀର କୁଣ୍ଡ ତର୍ପଣ କଲେ ପିତୃଗଣେ ତପେ ରହିଲେ ଘୋର ବନେ ଶପଥ ଦଶେ ଦେବ କାର୍ଯ୍ୟେ ଜନ୍ମିଲେ ପରାଶର ବୀର୍ଯ୍ୟେ ନିଗମ ଏକ ବୃକ୍ଷ ଥିଲା ନିଗମ ବୃକ୍ଷ ଥିଲା ଏକା ବିଚାରି କଲେ ଶତ ଶାଖା ପ୍ରାଣୀଙ୍କି ଦେଖି ଅଳ୍ପ ବୁଦ୍ଧି ଯେ ଧର୍ମ ସଂସାରେ ପ୍ରସିଦ୍ଧି ସେ ପୁଣି ଦିବାକର ବଂଶେ ଶ୍ରୀରାମଚନ୍ଦ୍ର ଅଷ୍ଟାଦଶେ ଜଳଧି ବାନ୍ଧି ସୀତା ଛଳେ ଲଙ୍କା ଧ୍ୱଂସିଲେ ଭୁଜବଳେ ରାବଣ ମାରି ଦେବରାଜ ଭଲେ ସମ୍ପାଦି ଦେବ କାର୍ଯ୍ୟ ଊନବିଂଶତି ରୂପେ ହରି ଯାଦବ ବଂଶେ ଅବତରି କୃଷ୍ଣ ସ୍ୱରୂପେ ରାମ ତୁଲେ ଅବନୀ ଧାରା ଉଶ୍ୱାସିଲେ କଳିଆ ଗମି ଭାବଗ୍ରାହୀ ପାଷାଣ୍ଡ ଜନ ମନ ମୋହି ବୁଦ୍ଧ ସ୍ୱରୂପ ଅବତାରେ ଜନ୍ମିବେ କିକଟ ନଗରେ ଜ୍ଞାନ ଉଦ୍ଦେଶ୍ୟେ ଭଗବାନ ମୋହିବେ ଅସୁରଙ୍କ ମନ ଏମନ୍ତେ ଜନ୍ମ ଏକବିଂଶ ସୁଜନ ହିତେ ଋଷିକେଶ ସେ ପୁଣି କଳି ଯୁଗ ଅନ୍ତେ ରାଜାଙ୍କୁ ଦେଖିବେ ଜଗତେ ନିର୍ଦ୍ଦୟ ହୃଦେ ପ୍ରଜା ମାରି ଧନ ଜୀବନ ନିଅନ୍ତି ହରି ସେ କାଳେ ବିଷ୍ଣୁ ଯଶା ଘରେ ଜନ୍ମିବେ କଳ୍କି ଅବତାରେ ମନହୁ ବେଗ ବଳବନ୍ତ ଅଶ୍ୱାରୋହୀ ଜଗନ୍ନାଥ ସୁନନ୍ଦ ଖଡ୍ଗ କରେ ଧରି ଦୁଷ୍ଟ ରାଜାଙ୍କୁ ବେଗେ ମାରି ଅଳପ ରାଜା ଜନ ଦେଶ ଦୟାରେ କରି ଆଶ୍ୱାସ ସେ ସତ୍ୟ ନିଧି ମାୟାଧର ଅଶେଷ କରେ ଅବତାର ଯଥାଜି ମୁତ ବୃଷ୍ଟି ଜଳେ ସହସ୍ର ନଦୀ ମହିତଳେ ଋଷି ଦେବତା ମନୁ ରାଜା
যে মনু পুত্রে মহাতেজা এ আদি যেতে প্রজাপতি କୃଷ୍ଣର ଅଂଶେ ଜାତ ହୁଅନ୍ତି କେ ଅଂଶ କେବା କଳା ହୋଇ ବିଭୂତି ଗୁଣେ କେ ଜନ୍ମଇ ସକଳ ଅବତାର ସାର କିଏ ବା ଦେବା ପଟାନ୍ତର ନୀଳଜୀ ମୁତ ଚକ୍ରଧର ସ୍ୱୟଂ ଶ୍ରୀକୃଷ୍ଣ ଅବତାର ଏମନ୍ତେ ନାନା ରୂପ ଧରି ସଂସାରେ ରମେ ନରହରି ଦୁଷ୍ଟର ତେଜେ ହରି ସଂସାରେ ଖେଳ ଇ ମୁରାରି କୃଷ୍ଣର ଜନ୍ମ କର୍ମ ବାଣୀ ଯେହା କର୍ଣ୍ଣ ପଥେ ଶୁଣି ରାତ୍ର ଦିବସ ମଧ୍ୟ ଯେବେ କାଳ ବଞ୍ଚଇ କୃଷ୍ଣ ଭାବେ ସେ ଦୁଃଖ ସଙ୍କଟୁ ତରନ୍ତି ଜନ୍ମ ମରଣେ ନାହିଁ ଭ୍ରାନ୍ତି ଏମନ୍ତେ ନାନା ରୂପ ଯେତେ ବିଷ୍ଣୁ ଧରନ୍ତି ଏ ଜଗତେ ସ୍ୱଭାବେ ରୂପ ଯାର ନାହିଁ ନିର୍ଲେପ ନିରଞ୍ଜନ ସେହି ମାୟାର ଗୁଣେ ବିରଚିତ ମହତ ଆଦିରୁ ସମ୍ଭୂତ ଯେମନ୍ତେ ମେଘ ଶୂନ୍ୟେ ଥାନ୍ତି ପବନ ବଳେ ସେ ଉଡ଼ନ୍ତି ପାର୍ଥିବ ରେଣୁ ଏ ଯେମନ୍ତ ଉଡ଼ନ୍ତି ପବନ ବିଘାତ ଆକାଶ ଧୂସର ଦିଶଇ ନାନା ବର୍ଣ୍ଣରେ ଆଭାସଇ ତାହାକୁ ଦୃଷ୍ଟି ଭେଦେ ଦେଖି ଯେ ସତ୍ୟ ପ୍ରାୟ ଉପଲକ୍ଷୀ ସେ ରୂପେ ଆତ୍ମାରେ ଶରୀର କଳ୍ପନା କରନ୍ତି ଯେ ନର ତାହାଙ୍କୁ ବୋଲି ଜ୍ଞାନହୀନ ଏବେ ହୋ ଶୁଣ ମୁନିଗଣ ସ୍ୱଭାବେ ଦୃଶ୍ୟ ବସ୍ତୁ ନୋହେ ଗୁଣ ଆବୋରି ଦେହ ବହି ଏଣୁ ସେ ଜୀବ ରୂପ ବହି ଜନ୍ମ ମରଣ ପଥେ ଥାଇ ସମ ରୂପ ଯେତେ ସମ୍ଭବେ ବିଷ୍ଣୁ ମାୟାଗ୍ରସ୍ତେ ଆତ୍ମାରେ କଳ୍ପିତ ଈଶ୍ୱର ଏ ତତ୍ତ୍ୱେ ବ୍ରହ୍ମର ବିଚାର ମାୟାମିଶ୍ରିତ ମତି ଯେବେ ନିରସ୍ତ ହୋଇ ଜ୍ଞାନ ଭାବେ ତେବେ ଆତ୍ମାରେ ଆତ୍ମା ଦେଖି ନିର୍ମଳ ମହିମା ନିରେଖି ଏ ମାୟା ଈଶ୍ୱର ପ୍ରକାଶ ଯେବେ ସେ ହୁଅ ବିନାଶ ପରମାନନ୍ଦ ରୂପେ ଚିତ ତେବେ ସେ ହୁଅ ଭାବିତ ତହୁଁ ସମ୍ପନ୍ନ ବ୍ରହ୍ମ ଜ୍ଞାନ ଜାଣଇ ତତ୍ତ୍ୱ ଜ୍ଞାନୀ ଜନ ଏମନ୍ତେ ଜନ୍ମ କର୍ମ ଯେତେ ବିଚାର କରି
ବେଦ ପଥେ ବୋଲନ୍ତି ଯେତେ ମୁନି ଜନେ ଏତନ ଘଟି ଅନୁମାନେ ସ୍ୱଭାବେ ଯାର ଜନ୍ମ ନାହିଁ ବିଚାର କରି ବତା କେହି ଅମୋଘ ଲୀଳା ନର ହରି ଆତ୍ମାରେ ବିଶ୍ୱ ମାୟା କରି ବ୍ରହ୍ମାଣ୍ଡ ସୃଜଇ ପାଳଇ ଅନ୍ତେ ଆପଣି ସଂହାରଇ ପ୍ରାଣୀଙ୍କ ମଧ୍ୟେ ଆତ୍ମତନ୍ତ୍ରେ ଷଡ଼୍ବର୍ଗେ ଭୋଗ କରେ ନିତ୍ୟେ ଏଣୁ ଈଶ୍ୱର ସେ ବୋଲାଇ କିମ୍ବା ଉପମା ଦେବି ମୁହିଁ ଈଶ୍ୱର ଲୀଳା କର୍ମ ଯେତେ କେ ଜାଣି ପାରେ ତର୍କ ମତେ ଏହାର ଅଛି ଯେତେ ନାମ ସ୍ୱଭାବେ ଯେତେ ଗୁଣଗ୍ରାମ ଅଜ୍ଞାନେ କେ ଜାଣିବ ତାହା ଦୂରଧିଗମ୍ୟ ବିଷ୍ଣୁ ମାୟା ନଟ ଯେ ସନେ ମାୟା କରି ମୋହଇ କୋ କବିସ୍ତାରି ସେ ଚକ୍ର ପାଣିର ଚରିତ କି ଜାଣି ପାରେ ତ୍ରିଜଗତ ଏ କାଳ ଚକ୍ର ଯାର ହସ୍ତେ କେ ଯାଇ ପାରେ ତାର ପଥେ ସେ ହରି ପାଦ ପଦ୍ମ ଗନ୍ଧେ ଯେ ନିତ୍ୟ ପିବେ ମକରନ୍ଦେ ସେ ହରି ପାଦ ପଦ୍ମ ଗନ୍ଧ ଯେ ନିତ୍ୟ ପିବେ ମକରନ୍ଦ ଧନ୍ୟ ଏ ଜୀବନ ତାହାଙ୍କର ଯେ ହରି ଚରଣେ କିଙ୍କର ସର୍ବ ଆତ୍ମାକୁ ଆତ୍ମଭାବ ଭଜନ୍ତି ନିତ୍ୟେ ବାସୁଦେବ ଏମନ୍ତ ଭାବେ ଯେ ଭଜଇ ଏ ମାୟା ତାଙ୍କୁ ନ ଲାଗଇ ଏ ଯେ ପୁରାଣ ଭାଗବତ ନିର୍ମଳ ପଦ ବ୍ରହ୍ମତତ୍ତ୍ୱ କୃଷ୍ଣ ଚରିତ ପରଶଂସି ପ୍ରକାଶ କଲେ ବ୍ରହ୍ମ ଋଷି ଜୀବର ମୁଖ୍ୟ ଫଳ ଅର୍ଥେ ଧନ୍ୟ ମଙ୍ଗଳ ଏ ଜଗତେ ସର୍ବନିଗମ ଇତିହାସେ ସାର ଉଦ୍ଧାରି ମନ ତୋଷେ ଆତ୍ମଜ୍ଞାନୀଙ୍କ ମଧ୍ୟେ ବର ଯେ ସୁକ ରୂପେ ଅବତାର ତାହାଙ୍କୁ ଭାଗବତ ଦୀକ୍ଷା ଦେଇ କହିଲେ ଆତ୍ମଶିକ୍ଷା ସେ ପୁଣି ପରଖିତ ଆଗେ କହିଲେ ଆତ୍ମ ଅନୁରାଗେ ବ୍ରାହ୍ମଣ ସାପେ ସେ ବିକଳେ ନିବାସ କରି ଗଙ୍ଗା କୂଳେ ପରମ ଋଷି ମେଳେ ଥାଇ କୃଷ୍ଣ ଚରଣୀ ମନ ଦେଇ ଏ ଭାଗବତ ରସ ଶୁଣି ତରିଲା ଭବ ତରଙ୍ଗିଣୀ ଶ୍ରୀକୃଷ୍ଣ ଗଲେ ନିଜ ଧାମ ସଙ୍ଗତେ ଘେନି ଜ୍ଞାନ ଧର୍ମ ଏ କଳି ଯୁଗେ ଯେତେ ନରେ ପଡ଼ିବେ ମାୟା
ଅନ୍ଧକାରେ ତାହାଙ୍କୁ ତପନ ଉଦିତ ହୋଇବ ଭାବେ ଭାଗବତ ରାଜା ସଙ୍ଗତେ ଗଙ୍ଗା ତଟେ ଅନେକ ଋଷିଙ୍କ ନିକଟେ ଏ ଭାଗବତ ତତ୍ତ୍ୱବାଣୀ ସୁକମୁନିଙ୍କ ମୁଖୁ ଶୁଣି ଜାଣିଲି ସୁକ ଅନୁରାଗେ ଏବେ କହିବା ତୁମ୍ଭ ଆଗେ ଏ ଭାବେ ଚିନ୍ତି ନରହରି ଘୋର ସଂସାରୁ ଯିବା ତରି ବୋଲଇ ଦାସ ଜଗନ୍ନାଥ ସୁଜନ ହିତେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ବୈୟାସିକ୍ୟାଂ ପ୍ରଥମସ୍କନ୍ଧେ ନୈମିଷ୍ୟୋପାଖ୍ୟାନେ ତୃତୀयोऽध्यायः।